ଆଜ୍ଞା ନମସ୍କାର। କଥା କ'ଣ କି, ଜ୍ଞାନୀମାନେ କହିଲେ ଅଶୁଭ ଗ୍ରହ କିଏ? ଯେ ଆମେ ଯଦି ମହାଭାରତକୁ ଯିବା, ଶକୁନି, ରାମାୟଣରେ ମନ୍ଥରା, ଏମାନେ କେମିତିଆ ଲୋକ ନା ଖଳ ଲୋକ। ଖଳ ଅର୍ଥ ତାଙ୍କ ହୃଦୟ ଦୁର୍ବଳ, ଯେଉଁଠି ଖାଇବେ ସେଇଠି ହଗିବେ, ଆଉ ସେ ଜାଗାକୁ ନଷ୍ଟ ଭ୍ରଷ୍ଟ କରିଦେବେ। ସର୍ପ କ୍ରୂର, ଖଳ କ୍ରୂର, ସର୍ପାତ୍ କ୍ରୂରତର ଖଳ। ସର୍ପ ହେଉଛି ଖଳ, ଆଉ ସେ ନଷ୍ଟ ଭ୍ରଷ୍ଟ କରେ। କ୍ରୂର, ସର୍ପ କ୍ରୂର, ଭାରି ନିଷ୍ଠୁର। ସର୍ପ ଭାରି ନିଷ୍ଠୁର, ଜମା ବୁଝେ ନା କାହା ଅବସ୍ଥା। ସର୍ପ କ୍ରୂର, ଖଳ କ୍ରୂର, ଖଳ ବି ନିଷ୍ଠୁର। ତା ହୃଦୟରେ ଖାଲି ହଳାହଳ ଅଛି। ମଧୁ ତିଷ୍ଠତି ଜିହ୍ୱାଗ୍ରେ ହୃଦୟସ୍ତୁ ହଳାହଳ। ମଧୁ ଏଠି ମହୁ ନୁହଁ, ମିଠା। ମଧୁର ଦୁଇ ତିନିଟା ଅର୍ଥ ଅଛି। ଏଠି ମଧୁ ଅର୍ଥ ମିଠା। ଚିକଣିଆ କଥା କହି ହସି ହସିକିରି ଓଠା ହମସି ଗାଲ ହମସି ବା କହିଦେଇକିରି ମଧୁ ତିଷ୍ଠତି ଜିହ୍ୱାଗ୍ରେ, ତା ଜିଭ ଅଗରେ ମିଠା ମିଠା ରସ ଅଛି, ଭିତରେ ବିଷ ଅଛି, ହଳାହଳ। ମଧୁ ତିଷ୍ଠତି ଜିହ୍ୱାଗ୍ରେ ହୃଦୟସ୍ତୁ ହଳାହଳ। ବର୍ଜେତ୍ ତାଦୃଶଂ ମିତ୍ରଂ। ଚାଣକ୍ୟ କହିଲେ ସେଭଳି ମିତ୍ରଙ୍କୁ ବର୍ଜେତ୍, ତ୍ୟାଗ କରିବା ଉଚିତ। ବର୍ଜେତ୍ ତାଦୃଶଂ ମିତ୍ରଂ ବିଷକୁମ୍ଭଂ ପୟମୁଖಂ। ବିଷପୂର୍ଣ୍ଣ କୁମ୍ଭରେ, ମାଠିଆରେ ଆଉ କ'ଣ ଶାନ୍ତି ଥିବ? କେବଳ ବାହାରକୁ ଉପରକୁ କେବଳ ସର ପଡ଼ିଛି, ମୁହଁରେ ଖାଲି ମଧୁ ଅଛି, ଘୃତ ଅଛି, ଚିକଣିଆ କଥା ଅଛି। ତେଣୁ ଏମାନେ ଏଇ ଯେଉଁ ସର୍ପ କ୍ରୂର, ଖଳ କ୍ରୂର, ସର୍ପାତ୍ କ୍ରୂରତର ଖଳ, ସାପ ଠାରୁ ଖଳ ଲୋକ ଆହୁରି ନିଷ୍ଠୁର। ମନ୍ତ୍ରୌଷଧି ବସେ ସପ ସର୍ପ। ମନ୍ତ୍ର ଆଉ ଔଷଧ ଦ୍ୱାରା, ମନ୍ତ୍ର ଦ୍ୱାରା ଓ ଔଷଧ ଦ୍ୱାରା ସାପକୁ ବଶୀଭୂତ କରାଯାଇପାରେ। କିନ୍ତୁ ଖଳକୁ ବଶୀଭୂତ କରିବା ପାଇଁ, ବୁଝେଇବା ପାଇଁ କିଛି ନାହିଁ। ନା ମନ୍ତ୍ର ଅଛି, ନା ଔଷଧ ଅଛି। ସେଇଭଳି ଖଳ ଲୋକ ଆପଣ ନୁହନ୍ତି ତ, ମୁଁ ନୁହେଁ ତ, ସିଏ ନୁହେଁ ତ। ଏଇଭଳି ଖଳ ଲୋକ ସମାଜ ପାଇଁ କ'ଣ ଅଶୁଭ ଗ୍ରହ ନୁହନ୍ତି? ଏଭଳି ଖଳ ଲୋକ କ'ଣ ସମାଜ ପାଇଁ ଅଶୁଭ ଗ୍ରହ ନୁହନ୍ତି? ଏଣୁ ଭଲ କରି ଚିହ୍ନି ଲୋକ ଭ୍ରାତାଙ୍କ ବଦନ। ଆଗେ ଲୋକ ଚିହ୍ନ, ତାପରେ ସେମାନଙ୍କ ସମ୍ପର୍କ ସ୍ଥାପନ କର। ହଁ ବନ୍ଧୁ, ଆଜି ଏତିକି। ନମସ୍କାର।